जय श्री जगन्नाथ। डॉक्टर प्रतिभा रायंकर आउ एक कहानी पद्मतोला आज आम शुणा। पद्मतोला नईरे पानी पड़ी उपर मुंडरे वर्षा घुटुची, नईबंध उछुलुची बेलु बेल। समस्ते कहते ए वर्ष नईरे नाही नथिबा बढ़ी आसी, बंध संभाळिबनी। सेथिकी गुणनिधिर खातर नाही, फी वर्ष नईरे बढ़ी आसे। लोके कहती ନାହିଁ ନଥିବା ବଢ଼ି, ହାଉ ହାଉ ହୁଅନ୍ତି, ଛନକା ପୁରାନ୍ତି ମନରେ। ତିଳକୁ ତାଳ କରିବା ଲୋକଙ୍କ ପ୍ରକୃତି। ଗୁଣନିଧି କାମିକା ମଣିଷ। ତୁଚ୍ଛାଟାରେ ବସି ବସି ବହିଗଲା ନଈସୁଅକୁ ଚାହିଁ ଗାଁ ଲୋକଙ୍କ ସାଙ୍ଗେ ହାଉ ହାଉ ହେବାକୁ ତାର ବେଳ ନାହିଁ। ଆକାଶରୁ ଝୁଲି ପଡ଼ୁଥିବା ମେଘ, ପୁରନ୍ତା ନଈର ସୁଅ, ସବୁଜ ଧାନ କ୍ଷେତର ଢେଉ ଢେଉକା ସ୍ୱପ୍ନକୁ ସେ ଚିହ୍ନେ। ସେ ବି ସେମିତି କେତେ ସୁଖ ସ୍ୱପ୍ନ ଦେଖେ। ନଈ ଯେମିତି ତା ବାଟରେ ବହିଯାଏ, ଗୁଣନିଧି ସେମିତି ଆପଣା କାମରେ ଲାଗିଥାଏ। ବେଳେବେଳେ ନଈ ବି ଅମାନିଆ ହୁଏ, ହେଲେ ଗୁଣନିଧି ନିଜ ମନକୁ କେବେ ହେଲେ ଅମାନିଆ କରେ ନାହିଁ। ଗୁଣନିଧି ଠାରୁ ତା ସ୍ତ୍ରୀ ପାର ଆହୁରି କାମିକା। ଗୁଣନିଧି ବିଲରେ ମାଟି କାଦୁଅ ହୋଇ ଫେରିଲା ବେଳକୁ ପାର ତାର ଛୋଟିଆ ଘରକୁ ଚିକ୍କଣ କରି ସଜାଡ଼ି ରଖିଥାଏ। ଲୋଟଣୀ ପାରା ଭଳି ପାର ଲାଗିଥାଏ ତା କାମରେ। ବାଡ଼ିପଟେ ଶାଗପତ୍ର ଛନ ଛନ, ଲଙ୍କା ମରିଚ ଗଛ କଳା ବୁଲି ଆସୁଥାଏ। ଫୁଲ କଷି ଭର୍ତ୍ତି, ବାଇଗଣ କିଆରି ଦେଖିଲେ ପେଟ ପୁରି ଉଠେ। ଗାଈ ଛଡ଼ାଙ୍କ ଦେହରୁ ମାଛି ଖସି ପଡ଼ୁଥାଏ। ସବୁ ପାର ହାତର କରାମତି। ଛୋଟିଆ ମାଟି ଲିପା କାନ୍ଥରେ ବଟା ଚାଉଳର ଝୋଟି। ସେ ଝୋଟିଠାରୁ ପାରର ଡଉଲ ଡାଉଲ କଞ୍ଚା ବୟସର ଦେହ ଆଉ ସରଳ ହସ ହସ ଝୋଟି ପକା ମୁହଁଟି ବେଶୀ ସୁନ୍ଦର ଦିଶେ ଗୁଣନିଧିର ଆଖିକୁ। ଗୁଣନିଧି ଭୁଲିଯାଏ ତାର ଦିନଯାକର କ୍ଳାନ୍ତି ପାରର ପାନଖିଆ ନାଲି ଓଠରେ ହସଧାରେ ଦେଖିଲେ। ହାତ ଗୋଡ଼ ଧୋଇ ଗୁଣନିଧି ଖାଇ ବସେ। ସୁନା ଭଳି ଚିକଚିକ୍ କରୁଥିବା ପାର ହାତ ମଜା କଂସା ଆଉ ଗିନାରେ ପାର ହାତ ରନ୍ଧା ଭାତ ତିଅଣ ଖାଉ ଖାଉ ଗୁଣନିଧି ଭାବେ, ତାଠାରୁ ସୁଖୀ ଏ ସାରା ସଂସାରରେ କେହି ନାହିଁ। ତାର ଅଭାବ କ'ଣ? ତା ଛୋଟ ପରିବାରର ବର୍ଷକର ଭାତ ତାରି ଝାଳ ପିଇ ବିଲରେ ହସି ହସି ଲଢ଼ି ଭାଙ୍ଗୁଛି। ଦିନ କେଇଟାରେ ସେ ତା ଉମାର ପୂର୍ଣ୍ଣ ହୋଇଯିବ। ତା ଦେହର ବହିଗଲା ଝାଳ ତାଜା ରକ୍ତ ହୋଇ ତା ଦେହକୁ, ପାର ଦେହକୁ ଆଉ ତାର ଗୋଟିଏ ବୋଲି ନୟନ ପିତୁଳା ମଣିଷ ହୋଇ ତାର ଆଉ ପାରର ନାଁ ରଖିବ। ପାଣୁ ବଡ଼ ହେବ। ପାଣୁ ତାର 1.5 ବର୍ଷର ଗୋଟିଏ ବୋଲି ପୁଅ। ଏମିତି କେତେ ସ୍ୱପ୍ନ ଗୁଣନିଧି ମନରେ। ସେଦିନ କିନ୍ତୁ ସତକୁ ସତ ତା ଛାତିରେ ଟିକେ ଛନକା ଲାଗୁଥିଲା। ସତେ କ'ଣ ବନ୍ଧ ଭାଙ୍ଗିବ? ତା ଗାଁ ଗଣ୍ଡା, ପାଚିଲା ଧାନ କିଆରି, ତା ଘରଦ୍ୱାର ସଂସାର ଆଉ ତାର ପାର ଭାସି ଯାଇ ସମୁଦ୍ରରେ ପଡ଼ିବେ? ମନକୁ ଦମ୍ଭ ଦେଇ ଫୁ କରି କଥାଟା ଉଡ଼େଇ ଦେଉଥାଏ ଗୁଣନିଧି। ଏମିତି ସବୁଥରକ ହୁଏ। ଏଥର ବି ବଢ଼ିଟା ସେମିତି ଉପରେ ଉପରେ ଚାଲିଯିବ। 55 ସାଲ ବଢ଼ିରେ ତା ଦାଣ୍ଡ ଦୁଆରେ ଆଣ୍ଠୁଏ ପାଣି ହୋଇଥିଲା, ଦଳେଇ ଘାଇ ଭାଙ୍ଗିଥିଲା। ସେସବୁ ତା ଜନ୍ମର 2 ବର୍ଷ ଆଗର କଥା। ଏଥର କ'ଣ 55 ସାଲ ଠାରୁ ବଡ଼ ବଢ଼ି ଆସିବ ନା ଦଳେଇ ଘାଇ ଭାଙ୍ଗିବ? ଗୁଣନିଧି ବଡ଼ ବଢ଼ି କେବେ ଦେଖିନି। 80 ସାଲ ବଢ଼ିରେ ବି ତା ଘରକୁ ବଢ଼ି ଆସିନଥିଲା। ସେଇ ଉପରେ ଉପରେ ଟିକେ ଡରେଇଥିଲା ସମସ୍ତଙ୍କୁ। ସେତେବେଳକୁ ପାର ନୂଆ ନୂଆ ଘରକରଣା କରୁଥାଏ। ହାତେ ଓଢ଼ଣା ପକାଇ ଗୁଣନିଧି ସାଙ୍ଗେ ଚୁପି ଚୁପି କଥା ହୁଏ। ଗୁଣନିଧି ଛାତିରେ ମୁଣ୍ଡ ରଖି ନିରୀହା ପାର ସେତେବେଳେ ଡରି ଡରି ପଚାରିଲା, ଯଦି ବଢ଼ି ଆସିବ କ'ଣ ହେବ? ଗୁଣନିଧି ତାକୁ ବୋଧ ଦେଇ କହିଥିଲା, ଆଲୋ, ନଈ କ'ଣ ଏଟେ ଅବୁଝା ହେଇଛି? ସେ ତ ସମୁଦ୍ରରେ ମିଶିବା ପାଇଁ ବାତୁଳି ହୋଇ ଧାଇଁଛି। ଆମକୁ ଅଲଗା କରିବ କେମିତି? ଯଦି ବଢ଼ି ଆମକୁ ଭସେଇ ନିଏ, ତେବେ କେହି କାହାକୁ ଛାଡ଼ିବା ନାହିଁ। ଏକା ବେଳେକେ ଯାଇ ସମୁଦ୍ରରେ ପଡ଼ିବା। ସେପାରିରେ ବି ଏକାଠି ବୁଲିବା। ପାର ଆଖି ବୁଜି ଦେଇଥିଲା ଭୟରେ, ହେଲେ ବଢ଼ି ଆସିନଥିଲା ତାଙ୍କ ସୁଖରେ ଭାଗ ବସେଇବା ପାଇଁ। ଏଥର ବି ବଢ଼ି ପାଣି ଆସିଛି, ତା ବାଟରେ ସେ ଚାଲିଯିବ। କଥାଟାକୁ ଗୁଣନିଧି ମନରେ ଥାନ ଦେଉନଥାଏ। 2 ଦିନ ହେବ ଲଗାଣ ବର୍ଷା ଧରିଛି। ବିଲ ମୁହଁରେ ଅନ୍ଧୁଳି ବସାଇ ଗୁଣନିଧି କେରାଣ୍ଡି ଦଣ୍ଡିକିରି ଖେଳେଇ ଆଣିଛି। ଆମ୍ବୁଲ ବେସର ଦେଇ ପାର ତାକୁ ଝୋଳ କରିଛି। ଗୁଣନିଧି ଦହଡ଼ ଦହଡ଼ ଖଡ଼ିମରା ଭାତ ସଙ୍ଗେ ପାର ହାତ ରନ୍ଧା ମାଛ ଆମ୍ବିଳ ଶବ୍ଦ କରି ହାପୁଡ଼ି ନେଉ ନେଉ କହୁଥାଏ, ବନ୍ଧ ଅତଡ଼ା ହେଉଛି, ଚଞ୍ଚଳ ପେଟ ପୁରେଇ ତୁ ବି ଖାଇଦେ। ଗାଁ ଯାକର ଲୋକେ ଉଚ୍ଚା ଜାଗାକୁ ଚାଲିଗଲେଣି। ପୁଅକୁ ନେଇ ଗାଈ ବାଛୁରୀ 2ଟାଙ୍କୁ ଧରି ଆମେ ବି ଚାଲିଯିବା। ଗାଁ ସାରା ସମସ୍ତଙ୍କର ଯାହା ହେବ ଆମର ବି ତାହା ହେବ। ସେତିକି କପାଳରେ ହାତ କାହିଁକି?
ବିପତ୍ତି ସଙ୍ଗେ ଲଢ଼ି ନ ପାରିଲେ ସେ କି ମଣିଷ ପଣିଆ। ପାର ପେଟ ଭିତରେ ଗୋଟିଏ ହଲଚଲ ଅନୁଭବ କଲା। ଭୟରେ, ଆତଙ୍କରେ, ନା ଆଉ କିଛି। ସତେ ଯେମିତି ତା ପେଟ ଭିତରେ ନଈ ବଢ଼ିର ଢେଉ ଭଳି ଗୋଟିଏ ଢେଉ ଖେଳିଗଲା। ପାର ବୁଝିପାରିଲା ତା ଭିତରେ ଗୋଟିଏ ନୂଆ ଜୀବନ ଅନ୍ଧକାରକୁ ଆଲୁଅକୁ ବାଟ ଖୋଜୁଛି। ଗୁଣନିଧି କହୁଥିଲା, ଏଥର ଝିଅଟିଏ ହେଲେ ସେତିକିରେ ଛୋଟ ସଂସାର ବନ୍ଧ ବାନ୍ଧିବା। ବହୁ କୁଟୁମ୍ବୀ ଦୁଃଖୀ। ପାରର ଚିନ୍ତା କ'ଣ? ପାଣୁ ବଡ଼ ପୁଅ। ଗୁଣନିଧି ସଙ୍ଗେ କାନ୍ଧକୁ କାନ୍ଧ ମିଳେଇ ଠିଆ ହେଲେ ପାର ସଙ୍ଗେ ଅଣ୍ଟା ଭିଡ଼ି ଘର କାମ କରିବ। ତାର ଏଇ ଢେଉ ଖେଳୁଥିବା ପେଟ ଭିତରେ ଜୀବନ ପିତୁଳାଟେ। ନା, ତା ନାଁ କିନ୍ତୁ ପାର ରଖିବ ନଈ, ନହେଲେ ଲହଡ଼ି। ପାର ମନବୋଧ କରି ଗୁଣନିଧିର ଅଇଁଠା ଥାଳିରେ ଭାତ, ମାଛ ଝୋଳ ଖାଇଲା। ତାର ମନେ ହେଲା ଏଥର ଅରୁଚି ଛାଡ଼ିଯିବ। ଠିକ୍ 3 ମାସରେ ପାଣୁଆ ବେଳକୁ ତାର ଅରୁଚି ଛାଡ଼ିଥିଲା। ପାର ଖାଇସାରି ଉଠୁଛି, ଗୁଣନିଧି ହାଉ ହାଉ ଡାକ ପକାଇଲା, ପଳେଇ ଆସ, ବନ୍ଧ ଉପରୁ ହରିବୋଲ ହୁଳହୁଳି ଶୁଭୁଛି। ବନ୍ଧକୁ ଆଉ ସମ୍ଭାଳି ହେବନି। ପାର କାହାକୁ ଛାଡ଼ିଯିବ, କାହାକୁ କାନିରେ ବାନ୍ଧି ନେବ ସ୍ଥିର କରିପାରୁନଥାଏ। ଶାଗପତ୍ରଠାରୁ ଛାଞ୍ଚୁଣି ମୁଠା ଯାଏ ସବୁ ତ ତାର କେଡ଼େ ଆପଣାର ଏଇ ଛୋଟିଆ ଘରଟି ଭିତରେ। ପାର ନିଦୁଆ ପାଣୁଆକୁ ଉଠେଇ ଗୁଣନିଧି ହାତକୁ ବଢ଼େଇ ଦେଲା। ପେଟରେ ଖୋଲି ସୁନା ଗହଣା ଦିଖଣ୍ଡ ନାହିଲା। ଆଉ କାନା କିଏ ହୋଇ ବାହାରି ଆସିଲା ଗାଈ ବାଛୁରୀଙ୍କୁ ଫିଟେଇ ଦେଇ। ଆଗେ ଆଗେ ଗୁଣନିଧି, ତା ପଛକୁ ପାର, ତା ପଛକୁ ଗାଈ ବାଛୁରୀ। ଗାଁ ସାରା ସମସ୍ତେ ତନାଘନା ହୋଇ ବାହାରିଛନ୍ତି। ବନ୍ଧ ଉପରେ ଖୋଳ କରତାଳ ଶୁଭୁଥାଏ। ଏତେ ଦିନକେ ଅରୁଚି ଛାଡ଼ିବାରୁ ବେଶୀ କରି ମୁଠାଏ ଖାଇଦେଇ ପାର ଦେହଟା ଝିମିଝିମି କରୁଥାଏ। ଇଚ୍ଛା ହେଉଥାଏ କାନିପାରି ଦଣ୍ଡେ ଗଡ଼ି ପଡ଼ିବା ପାଇଁ। ପାଦ ଦୁଇଟା କେମିତି ତାର ସେ ଛୋଟିଆ ଘରଟିର ଶୀତଳ ଶାନ୍ତିମୟ କୋଳକୁ ଫେରିଯିବା ପାଇଁ ପଛକୁ ଟାଣି ହେଉଥାଏ। ଗୁଣନିଧି ପାରର ଗୋଟିଏ ହାତକୁ ଭିଡ଼ି ନେଇ କହିଲା, ଜୀବନକୁ ଲୋଭ ଥିଲେ ବେଗି ବେଗି ପାଦ ପକା। ଏଥର ଆଉ ଗାଁ ଗଣ୍ଡା ରହିବନି। ଗୁଣନିଧି ପାଟିର କଥା ସରିଛି କି ନାହିଁ, ଗୋଟିଏ ଭୟଙ୍କର ଶବ୍ଦ କରି ଦଳେଇ ଘାଇ ଭାଙ୍ଗିଗଲା। ଘୁ ଘୁ ଶବ୍ଦ କରି ପାହାଡ଼ ଉଚ୍ଚର ପାଣି ମେଲା କରି ମାଡ଼ି ଆସିଲା ସାରା ଅଞ୍ଚଳକୁ ଗ୍ରାସ କରିବା ପାଇଁ। ଆଖି ପିଛୁଳାକେ ପାଣି ସୁଅ ହଜାର ହଜାର ମଣିଷ, ଗୋରୁଗାଈ, ଘରଦ୍ୱାର, ଗଛଲତାକୁ ତାର କରାଳ ହସ୍ତ ବିସ୍ତାରି ଟାଣି ନେଲା ନିଜ ସାଥିରେ। ଗୁଣନିଧି ଗୋଟିଏ କାଖରେ ପାଣୁଆକୁ ଜାବୁଡ଼ି ଧରିଥାଏ, ଆଉ ଗୋଟିଏ ହାତରେ ପାରର କଅଁଳ ଥଣ୍ଡା ହାତଟାକୁ ଜାବୁଡ଼ି ଧରିଥାଏ। ସମସ୍ତଙ୍କ ସଙ୍ଗେ ସେମାନେ ବି ଭାସି ଯାଉଥାନ୍ତି ଅନନ୍ତ ସମୁଦ୍ର ବକ୍ଷକୁ। ଦେବୀ ନଦୀର ବଗୁଲାଠାରେ ଦଳେଇ ଘାଇ ଭାଙ୍ଗିଗଲା। ପ୍ରଥମେ ଭାଙ୍ଗିଗଲା 2 ଓ 3 ନମ୍ବର ଚୁରୁଜ। ଠିକ୍ ପରେ ପରେ 5 ନମ୍ବର ଚୁରୁଜ ଭାଙ୍ଗିଗଲା। ଘାଇ ଦେଇ ଦାନବ ଭଳି ମାଡ଼ି ଆସୁଥିବା ବନ୍ୟା ଜଳର ଆତଙ୍କଜନକ ଗର୍ଜନ ଭିତରେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନଙ୍କର କରୁଣ କ୍ରନ୍ଦନ, ଭାସି ଯାଉଥିବା ହଜାର ହଜାର ଲୋକଙ୍କର ଆକୁଳ ଚିତ୍କାର, ଗାଈଗୋରୁମାନଙ୍କର ହମ୍ବାରଡ଼ି, ଶିଶୁମାନଙ୍କର ଭୟବିହ୍ୱଳିତ କାନ୍ଦଣା ମିଶି ଏକାକାର ହୋଇଯାଉଥାଏ। ଗାଈଆଳ ପିଲାଗୁଡ଼ା ପ୍ରାଣ ବିକଳରେ ଗଛ ଉପରେ ଚଢ଼ି ଯାଉଥାନ୍ତି। ଭୟରେ ମାଆକୁ ଜାବୁଡ଼ି ଧରିଲା ଭଳି ଗଛ ଡାଳକୁ କୁଣ୍ଢେଇ ଧରିଥାନ୍ତି। ନଈ ବଢ଼ି ତାର ଲହ ଲହ ଝିଅ ବଢ଼ାଇ ସେମାନଙ୍କୁ ବି ଟାଣି ଆଣିବାକୁ ଧାଇଁଥାଏ। ଗଛ ଉପୁଡ଼ି ଶହ ଶହ ଲୋକ ଗଛ ସହ ଭାସି ଯାଉଥାନ୍ତି। ହାଜିପୁର, ବିରିଡ଼ି, ଚାନ୍ଦପୁର, ମାଣିତ୍ରୀ, ଅଲାଣ୍ଡ ଏବଂ ଆଖପାଖ ବହୁ ଗାଁ ବନ୍ୟା ଜଳରେ ନିଶ୍ଚିହ୍ନ ହୋଇଗଲା ଚାହୁଁ ଚାହୁଁ। କିଏ ବଞ୍ଚିଲା, କିଏ ଭାସିଗଲା, ସେ କଥା କେହି ଜାଣନ୍ତି ନାହିଁ। ସମସ୍ତେ କେବଳ ନିଜ ନିଜ ପ୍ରାଣଟିମାନ ବଞ୍ଚାଇବା ପାଇଁ ନଈସୁଅ ସହ ସଂଗ୍ରାମ କରୁଥାନ୍ତି। ପାର ସଂଗ୍ରାମ କରୁନଥାଏ, ସେ କେବଳ ଅଥଳ ଜଳରେ ଭାସୁଥାଏ। ଏ ଭିତରେ ଗୁଣନିଧିର ବଳିଷ୍ଠ ହାତମୁଠାରୁ ତା ହାତଟିକୁ ନିର୍ମମ ନଈସୁଅ ଛଡ଼େଇ ବିଚ୍ଛିନ୍ନ କରିଦେଇଛି। ଗୁଣନିଧି ଏବଂ ପାର ଭିତରେ ବଢ଼ି ପାଣି ମୃତ୍ୟୁର ଭଉଁରୀ କାଟୁଥାଏ। ଗୁଣନିଧି ପାଣୁଆକୁ ସେମିତି କାଖରେ ଯାକି ପହଁରୁଥାଏ, ଭାସି ଯାଉଥାଏ ପାରଠାରୁ ଦୂରକୁ ଦୂରକୁ। ପାର କିଛି ଚିନ୍ତା କରୁନଥାଏ, ସେ ମୂକ ହୋଇ ଭାସୁଥାଏ। ଆଖି ମେଲି ଶହ ଶହ ଭାସମାନ ଅସହାୟ ମଣିଷଙ୍କ ଭିତରେ ଗୁଣନିଧି ଆଉ ପାଣୁଆକୁ ଚିହ୍ନଟ କରିବାର ଚେଷ୍ଟା କରୁଥାଏ। ସାପଟିଏ ଭାସି ଯାଉଛି ଗୁଣନିଧିର ପାଖ ଦେଇ ପାଣୁଆ କରେ କରେ। ସାପଟା ପ୍ରାଣ ଭୟରେ ଫଣା ଟେକି ବଞ୍ଚିବାର ଚେଷ୍ଟା କରୁଛି। ଗୁଣନିଧି ପାଣୁଆର ଥଣ୍ଡା ଦେହଟାକୁ ଆଉ ଟିକେ ଜାକି ଧରିଲା। ସାପଟା ଆହୁରି ପାଖକୁ ଲାଗି ଆସୁଛି। ପାଣୁଆକୁ ଚୋଟ ମାରିବ ନାହିଁ ତ? ଆଖି ପିଛୁଳାକେ ଗୁଣନିଧି କାଣ୍ଡ ଜ୍ଞାନ ହରାଇ ହାତ ବଢ଼ାଇ ସାପଟାକୁ ଦୂରକୁ ଛାଟିଦେଲା। ପ୍ରାଣ ଭିତରେ ପ୍ରାଣ ପିତୁଳା ପାଣୁଆକୁ ବଞ୍ଚାଇବା ପାଇଁ ପାଣି ଭିତରେ। ଅଥଚ ତାର କାଖ ତଳୁ ପାଣୁଆର ଟିକି ଦେହଟା ଭାସିଗଲା ହାତ ପାହାନ୍ତାର ଦୂରକୁ। ସାପ ମୁହଁରୁ ବଞ୍ଚିଯାଇ ପାଣୁଆର କଅଁଳ ଦେହଟା ଗୋଟିଏ ଭଉଁରୀ କୋଳରେ ଉବୁଟୁବୁ ହୋଇ ଲୁଚିଗଲା। ସତେବା ବଢ଼ନ୍ତା ନଈ ତାର ଲମ୍ବା ପଣତ ଭିତରେ ପାଣୁଆର ନିଷ୍ପ୍ରାଣ ଦେହଟାକୁ ନିରାପଦରେ ଲୁଚାଇ ଦେଲା। ଆଉ କେବେ ତାର ଦେହଟା କେହି ଯେମିତି ନ ଦେଖେ। ପାଣୁଆରେ ବୋଲି ଚିତ୍କାର କରି ଗୁଣନିଧି ନିମିଷକେ ଭଉଁରୀ ଭିତରେ ବୁଡ଼ିଗଲା।
2-4 ଥର ଗୁଣନିଧିର ମୁଣ୍ଡଟା ବୁଡ଼ିଲା ଉଠିଲା। ତାପରେ ଶେଷ ଥର ପାଇଁ ଗୁଣନିଧିର କାତର ମୁହଁଟା ଲୁଚିଗଲା ଭଉଁରୀ ଭିତରେ। ପାର ଗୋଟିଏ ଭାସମାନ ଗଛ ଡାଳକୁ କୁଣ୍ଢେଇ ଧରି ଚିତ୍କାର କରି ଉଠିଲା ଏବଂ ପରମୁହୂର୍ତ୍ତରେ ଚେତା ହରାଇଦେଲା। ଚତୁର୍ଦିଗ ଜଳାର୍ଣ୍ଣବ, ସମଗ୍ର ପୃଥିବୀ ଯେମିତି ଗୋଟିଏ ଜଳଭାଗ। ପାରର ଚେତା ଫେରିଲା ବେଳକୁ ତାର ସଂସାର ସରିଯାଇଛି, ଅଥଚ ତାର ଅଲୋଡ଼ା ଅଖୋଜା ହୀନିମାନ ଜୀବନଟା ବଞ୍ଚିଯାଇଛି ତାକୁ ଆହୁରି ଦୁଃଖ ଦେବା ପାଇଁ। ପାର ଗୋଟିଏ ନିକାଞ୍ଚନ ଟାପୁରେ ଲାଗିଛି। ଟାପୁ ଉପରେ କେତେଟା ଗଛ, ଗଛ ଭିତରେ ଅନ୍ଧାର। ପାରକୁ ସବୁ ଅନ୍ଧାର ଦିଶୁଥାଏ, ତଥାପି ସେ ଘୁଷୁରି ଘୁଷୁରି ଟାପୁ ଉପରକୁ କେଜାଣି କେମିତି ଉଠିଗଲା। ଆଉ ମାଟି ଉପରେ ବାୟାଣୀ ଭଳି ଦରାଣ୍ଡି ଦରାଣ୍ଡି କହିଲା, ପାଣୁଆରେ, ପାଣୁ ମୋ ଧନ, କୁଆଡ଼େ ଗଲୁ ରେ? ପାଣୁଆ ବାପା କୁଆଡ଼େ ଗଲ ମୋତେ ନିରାଶ୍ରୀ କରି? ପାର ପୁଣି ଥରେ ସେଇଠି ଚେତା ହରାଇ ପଡ଼ିଗଲା। ପାରର ଦୁଃଖରେ ଦୁଃଖ ମିଶାଇ ଆକାଶ ଆଖିରୁ ଗଳଗଳ ବର୍ଷା ଝର ଝରି ପଡ଼ିଲା ପାରର କାଲୁଆ ଦେହ ଉପରେ। ପାର ଆଖିର ଅଶ୍ରୁ, ବର୍ଷା ଆଉ ବନ୍ୟା ଜଳ ମିଶି ଏକାକାର ହୋଇଯାଉଥାଏ। ପାର ଆଖି ଖୋଲିଲା ବେଳକୁ ତା ଚାରିପଟେ ମହାସମୁଦ୍ର। ସେ କେଉଁଠି, ତାର ଗାଁ କେଉଁଠି ସେ ବୁଝିପାରୁନଥାଏ। ସେ କାହିଁକି ବଞ୍ଚି ରହିଛି ତା ମଧ୍ୟ ସେ ଜାଣିପାରୁନଥାଏ। ଛୋଟିଆ ଟାପୁରେ ସେ ଆସି ଏକା ଲାଗିଛି। ତା ଦୁଃଖରେ ସମଦୁଃଖୀ ହେବା ପାଇଁ ଏଠି କାଉ କୋଇଲି ବି ନାହାନ୍ତି। ଆକାଶ ତା ପାଇଁ ଅଶ୍ରୁ ଢାଳି ତାର ଦୁଃଖ ଯେ ବଢ଼ାଇଛି ସେ କଥା ହୁଏତ ଆକାଶ ଜାଣେ ନାହିଁ। ପାର ଆଖି ଆଗରେ ଭଉଁରୀ ଭିତରେ ଗୁଣନିଧି ଆଉ ପାଣୁଆର କରୁଣ ମୁହଁ ଭାସି ଉଠିଲା। ପାରକୁ ପାଣି ଭିତରେ କେତେଟା ଅସହାୟ ହାତ ଖାଲି ଦିଶୁଥାଏ। ପାରର ମନେ ହେଲା ଗୁଣନିଧି ତାକୁ ହାତ ଠାରି ଡାକୁଛି। ସେ ଚେଷ୍ଟା କରି ନିଜ ଭିତରେ ବଳ ସଂଗ୍ରହ କଲା। ବନ୍ୟା ଜଳ ଭିତରକୁ ଲମ୍ଫ ଦେବ ବୋଲି ସ୍ଥିର କରି ଉଠି ଠିଆ ହେଲା। ଆଉ ବଞ୍ଚି ରହି ଲାଭ କ'ଣ? ତାର ଆଉ ଏ ସଂସାରରେ କିଏ ଅଛି? ସେ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରି ପାଦ ବଢ଼େଇଲା ବେଳକୁ ତାର ପୁଙ୍ଗୁଳା ଚିକ୍କଣ ପେଣ୍ଡା ଉପରେ ଗୋଟିଏ ଶୀତଳ ଶିହରଣ ଅନୁଭବ କଲା। ପାର ଆଖି ପିଛୁଳାକେ ନିଜ ପେଣ୍ଡା ଉପରକୁ ଥରେ ଚାହିଁ ଦେଇ ଭୟରେ ଚିତ୍କାର କରି ଉଠିଲା। ତାର ଗୋରା ତକ ତକ ଚିକ୍କଣ ପେଣ୍ଡା ଦେହରେ କଳା ସାପ ଛୁଆଟିଏ ଗୁଡ଼େଇ ହୋଇଯାଇଛି। ମୃତ୍ୟୁର ଭୟକୁ ତେଜି ଆତ୍ମହତ୍ୟା କରିବାକୁ ବସିଥିବା ପାର ପ୍ରାଣ ବିକଳରେ ଗୋଟିଏ ବାଙ୍ଗର ପଣସ ଗଛର ଗଣ୍ଡିକୁ ଜାବୁଡ଼ି ଧରି ଗୋଡ଼ ଛାଟି ଛାଟି ଚିତ୍କାର କଲା। ତେବେ ବି ସାପ ଛୁଆଟା କେଜାଣି କେମିତି ଭାରି କରୁଣ, ଦୟନୀୟ ଦିଶିଲା ପାରର ଆଖିକୁ। ପାରର ସବୁ ଭୟ ତୁଟିଗଲା କ୍ଷଣକରେ। ସେ ଲଥ କରି ବସି ପଡ଼ିଲା ଗଛ ଗଣ୍ଡିକୁ ଆଉଜି। ଗୋଡ଼ ଲମ୍ବେଇ ସାପ ଛୁଆଟାକୁ ଆସ୍ତେ କାଢ଼ି ଭୂଇଁରେ ଶୁଆଇଦେଲା। ସାପ ଛୁଆଟା ନିସ୍ତେଜ ହୋଇ ଶୋଇଗଲା ବାଧ୍ୟ ପିଲାଟି ପରି। ପାରର ପେଟ ଭିତରେ ପୁଣି ହଲଚଲ ହୋଇ ଢେଉଟିଏ ଖେଳିଗଲା। ପାର ଅନୁଭବ କଲା ପ୍ରକୃତରେ ମରିବାକୁ ଚାହେଁ ନାହିଁ ସେ। ମରିବା ପାଇଁ ପଣ କରି ପାଣିକୁ ଗୋଡ଼ ବଢ଼ାଉଥିବା ମଣିଷ କ'ଣ ସାପ ଭୟରେ ଅଟକି ଯାଇପାରେ? କେଡ଼େ ବିଚିତ୍ର ସତେ ଏ ମଣିଷର ମନ। ଜୀବନ ଯେତେ ବେଶୀ ଦୁଃଖ ହୁଏ, ଯନ୍ତ୍ରଣା ଦିଏ, ମଣିଷ ଜୀବନକୁ ସେତିକି ବେଶୀ ଭଲ ପାଏ କେମିତି? ପାର ସ୍ଥିର କଲା ସେ ବଞ୍ଚିବ। ତା ଭିତରେ ଗୁଣନିଧି ବଞ୍ଚି ରହିଛି। ତାକୁ ସେ ମାରିଦେବା ପାଇଁ ହକଦାର ନୁହେଁ। ପାର ଭାବୁଥିଲା ତାକୁ କିଏ ସେ ବଞ୍ଚେଇଲା? ସାପ ଛୁଆ ନା ତା ପେଟ ଭିତରେ ସେ ନିରୀହ ଢେଉଟି? ସାପ ଛୁଆଟା ତାକୁ ଚୋଟ ମାରି ନାହିଁ। ତା ପାଖରେ ସେ ଏମିତି ଲମ୍ବ ହୋଇ ଶୋଇଛି। ଏମିତି ବିପତ୍ତି ବେଳେ ବାସହରା ସାପ ଓ ମଣିଷ ଏକା ଗଛରେ ରହନ୍ତି ଦିନ ଦିନ ଧରି। ସାପ ମଣିଷକୁ ମାରେ ନାହିଁ। ପାର ସେ କଥା ଶୁଣିଛି ଅନେକଙ୍କ ଠାରୁ। ଆହା, ଗୁଣନିଧି ଏମିତି ମୂର୍ଖାମି କରି ପାଣୁଆକୁ ହାତ ଛଡ଼ା କଲା କାହିଁକି? ସାପଟା ପାଣୁଆକୁ କେବେ ହେଲେ ମାରିନଥାନ୍ତା ସେଇ ବଢ଼ି ପାଣିର ସୁଅ ଭିତରେ। ପାରର ଏ ବିଶ୍ୱାସ ଏବେ ଦୃଢ଼ ହେଉଛି। ଗୁଣନିଧିର ଅବିଶ୍ୱାସୀ ମନଟି ମଣିଷ ମନ ଯେମିତି ତାକୁ ମୃତ୍ୟୁର ଭଉଁରୀ ଭିତରକୁ ଟାଣି ନେଲା। ଆପଣମାନେ ଶୁଣୁଛନ୍ତି ପ୍ରତିଭା ରାୟଙ୍କର କାହାଣୀ ପଦ୍ମତୋଳା। ପାଣୁଆ କଥା ମନକୁ ଆସିବା ମାତ୍ରେ ପାରର ଶୂନ୍ୟ ବୁକୁଟା ଭାରି ଭାରି ଲାଗିଲା। ଆହା, ପାଣୁଆଟା ନିଦରୁ ଉଠି ତାଠାରୁ କ୍ଷୀର ଖାଇଥାନ୍ତା ପେଟ ଭରି, ତାପରେ ଖେଳିଥାନ୍ତା। ବଢ଼ି ଛନକାରେ ନିଦୁଆ ପାଣୁଆଟାକୁ ସେ ଗୁଣନିଧି ହାତକୁ ବଢ଼େଇ ଦେଇଥିଲା। ତାକୁ ଏବେ ଭୋକ କରୁଥିବ ପରା। ପାରର ଆଖି ଲୁହ ବୁକୁ ଭିଜାଇବା ପୂର୍ବରୁ ଅମୃତର ଧାରାରେ ତାର ବୁକୁ ଭିଜି ଯାଇଥିଲା। ଅକସ୍ମାତ୍ ପାରର ମନେ ହେଲା ସାପ ଛୁଆଟା ଭୋକିଲା। ତା ମା ବାପା ଭାସି ଯାଇଛନ୍ତି, ତାର ଘରଦ୍ୱାର ଭାସି ଯାଇଛି। ସାପ ଛୁଆଟା ଯେମିତି ତାର ଗୋଡ଼ ଧରି ଅଳି କରୁଥିଲା କ୍ଷୀର ଖାଇବା ପାଇଁ। ପାର ଗୋଟିଏ ଆବେଗରେ ପଣସପତ୍ର କେତେଟା ଗୋଟେଇ ଆଣିଲା। ସୁନ୍ଦର ଠୋଲାଟିଏ କରି ନିଜର ବୁକୁର ଅମୃତ ଧାରାକୁ ସେଥିରେ ସଂଗ୍ରହ କଲା। ଆସ୍ତେ ଥୋଇଦେଲା ସାପ ଛୁଆ ଆଗରେ। ସାପ ଛୁଆଟା ଯେମିତି ଅପେକ୍ଷା କରିଥିଲା। କେଡ଼େ ବିକଳ ହୋଇ ସେ କ୍ଷୀର ପିଇଦେଲା ସୁନା ପୁଅଟି ପରି। ପାର ଭାବିଲା ତା ଜୀବନ ସତେ କେଡ଼େ ମୂଲ୍ୟବାନ। ସେ ନିଜେ ଭୋକିଲା ହେଲେ ବି ଆଉ ଜଣଙ୍କର ଭୋକିଲା ପେଟ ତ ଭରିପାରେ। ହେଉ ପଛକେ ସେ ସାପ ଛୁଆଟିଏ, ସେ ତ ଏଇ ପୃଥିବୀର ଗୋଟିଏ ଜୀବ। ପାଣିକି ଡେଇଁ ପଡ଼ିବା ବେଳେ ସେ ତ ତାକୁ ଗୋଡ଼ ଧରି ଆତ୍ମହତ୍ୟାର ମହାପାତକରୁ ଅଟକାଇ ରଖିଛି।
ତାର ପାଇଁ ସେ ତ ପୁଣି ଥରେ ଜୀବନ ଧରି ବଢ଼ିବ ବୋଲି ମନରେ ଆଣ୍ଟ ବାନ୍ଧିଛି। ବଞ୍ଚି ରହିବାର କ୍ଷୀଣ ଆଶାଟି ପାର ପେଟର ଭୁଲି ଯାଇଥିବା ଭୋକର ନିଆଁକୁ ଜାଳିଦେଲା। ପାରର ପେଟ ଭିତରେ ଗୁଣନିଧିର 4 ମାସର ଆତ୍ମା ଭୋକରେ ଚକଟି ବନ୍ଥି ହେଉଛି। ହେଲେ ପାର ଖାଇବ କ'ଣ? କାଲିଠାରୁ ଆଜି ଯାଏଁ ସେ ଏଇ ନିକାଞ୍ଚନ ମାଟିକୁଦ ଉପରେ ପଡ଼ି ରହିଛି। ଏଠି ଆଉ କିଛି ଗଛଲତା ନାହିଁ, କେବଳ ପଣସ ଗଛ ଆଉ ବରକୋଳି ଗଛ ଦୁଇଟା। ଗଛ ଦୁଇଟା ଫଳ ଶୂନ୍ୟ। ପଣସ ପତ୍ର ତ ଖାଇ ହୁଏ ନା। ମୁଣ୍ଡ ଉପରେ କ'ଣ ଗୋଟେ ଶବ୍ଦ କରି ଉଡ଼ୁଛି ଧୀରେ ଧୀରେ। ଘୁଁ ଘୁଁ ଶବ୍ଦ ହେଉଛି। ଟାଇଁ ଟାଇଁ ସୂର୍ଯ୍ୟ କିରଣରେ ପାର ଆଖିକୁ ସବୁ ଚିକ୍ ଚିକ୍ ଦିଶୁଛି। ପୁଷ୍ପକ ବିମାନରେ ହର ପାର୍ବତୀ ଉଡ଼ି ଯାଉଛନ୍ତି କି? ଦୁର୍ଗତ ଲୋକଙ୍କୁ ଉଦ୍ଧାର ପାଇଁ ଏମିତି ତ ହର ପାର୍ବତୀ ଉଡ଼ି ଯାଉ ଯାଉ ମଣିଷର କାନ୍ଦଣା ଶୁଣି ମର୍ତ୍ତ୍ୟକୁ ଓହ୍ଲେଇ ଆସନ୍ତି। ହର ପାର୍ବତୀଙ୍କ ବରଦାନରେ ମଲାପୁତ୍ର ସ୍ୱାମୀ ଯମପୁତ୍ରରୁ ବାହୁଡ଼ି ଆସନ୍ତି। ହଜିଲା ଧନ ସମ୍ପତ୍ତି ଫେରିଆସେ। ଏଇ ବୋଧହୁଏ ପାର ସାମ୍ନାରେ ହର ପାର୍ବତୀ ଓହ୍ଲେଇବେ। ପୁଷ୍ପକ ବିମାନ ଭିତରୁ ସୁନ୍ଦର ହାତଟିଏ ଅଥଳ ଜଳରେ ଭାସୁଥିବା ଅସହାୟ ମଣିଷମାନଙ୍କୁ ଅଭୟ ଦେଉଛି, ଆଶୀର୍ବାଦ ଢାଳୁଛି। ପାର ଆଖି ବୁଜି 2 ହାତ ଯୋଡ଼ି କୋହଭରା କଣ୍ଠରେ ପ୍ରାର୍ଥନା କଲା, ହେ ହର ପାର୍ବତୀ, ତମେ ତ ଏ ସଂସାରର ମା ବାପା, ତମେ ହର୍ତ୍ତାକର୍ତ୍ତା ଦୈବ ବିଧାତା। ତମକୁ ମୋ ଦୁଃଖ ଅଛପା ନାହିଁ, ମୋର ଧନ ଲୋଡ଼ା ନାହିଁ, ରାଜଉଆସ ଲୋଡ଼ା ନାହିଁ। ମୁଁ ମାଟିର ମଣିଷ, ମାଟିରେ ମିଶିବି ଦିନେ। ମୋତେ ମୋର ସ୍ୱାମୀ ପୁଅକୁ ଫେରେଇ ଦିଅ ପ୍ରଭୁ। ବଢ଼ି ପାଣି ମୋର ଘରଦ୍ୱାର ଫସଲ କିଆରି ଚାଟି ଦେଇଛି ତ ନେଉ। ପତର କୁଡ଼ିଆରେ ସୁଆଁ ଯାଉ ଖାଇ, ଶାଗପତର ଖାଇ ମୁଁ ସୁଖରେ ଦିନ କାଟିପାରିବି। ପ୍ରଭୁ ଯଦି ଏଡ଼େ କଷ୍ଟ କରି ସ୍ୱର୍ଗଧାମ ଛାଡ଼ି ଦୂଷିତ ପୂତି ଗନ୍ଧମୟ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲେଇ ଆସିଛ ଦୁଃଖୀର ଦୁଃଖ ହରଣ କରିବା ପାଇଁ, ତେବେ ମୋର ଏତିକି ମାଗୁଣି ଘେନା ହେଉ। ପାର ଆଖି ବୁଜି ହାତ ଯୋଡ଼ି ବସିଥାଏ। ଆଖି ଲୁହରେ ଭୁଇଁ ତିନ୍ତୁଥାଏ। ସେ ଭାବୁଥାଏ, ଆଖି ଖୋଲିଲେ ଦେଖିବ ତାର ପ୍ରାଣର ଧନ ପାଣୁଆକୁ, ତାର ସ୍ୱାମୀ ଗୁଣନିଧିକୁ। ପ୍ରଭୁ ଏଡ଼େ ନିର୍ଦ୍ଦୟ ହେବେନି। କେତେଥର ଚକ୍କର କାଟି ପୁଷ୍ପକ ବିମାନଟି ଉଡ଼ିଲା। ପୁଣି ଧୀରେ ଧୀରେ ଦୂରକୁ ଯାଇ ଅଦୃଶ୍ୟ ହୋଇଗଲା। ପାର ପାଖରେ ଖାଦ୍ୟ ପଡ଼ିଆଟିଏ ମଧ୍ୟ ପଡ଼ିଲା ନାହିଁ। ଦୂରରେ ଶୁଭୁଥାଏ ଭୋକିଲା ଲୋକଙ୍କର ଆକୁଳ ଚିତ୍କାର, ଆମକୁ ବଞ୍ଚାଅ, ଆମକୁ ଖାଇବାକୁ ଦିଅ। ପାର ଭାବିଲା, ଏ ତେବେ ହର ପାର୍ବତୀ ନୁହନ୍ତି, ଅନ୍ୟ କେହି ମଣିଷ ଦେହଧାରୀ ଦେବଦେବୀ। ସେ ସିନା ଖାଦ୍ୟ ପୁଡ଼ିଆ ପାଇ ଦେଇପାରିବେ, ତାର ମଲା ପୁତ୍ର ସ୍ୱାମୀକୁ ଫେରେଇ ଦେବେ କେଉଁଠୁ? ପାର ଅନେକ କ୍ଷଣ ଧରି ସ୍ୱାମୀ ପୁତ୍ରକୁ ବାହୁନି ବାହୁନି ବିକଳ ହୋଇ ଶୋଇପଡ଼ିଲା ଭୂଇଁରେ। ତାକୁ ନିଦ ହୋଇଗଲା କେତେବେଳେ। ସାପ ଛୁଆଟା ପେଟେ କ୍ଷୀର ପିଇ ଗଛ ଡାଳରେ ଲାଞ୍ଜ ଗୁଡ଼େଇ ଦେଇ ତଳକୁ ମୁଣ୍ଡ କରି ଝୁଲୁଥାଏ, ଆଉ ତାର ମାଆକୁ ଜୁଳୁ ଜୁଳୁ ଚାହିଁଥାଏ, ସତେବା ଜଗିଥାଏ। କାହା ହାତର କଅଁଳ ସ୍ପର୍ଶରେ ପାରର ଚେତା ଫେରି ଆସୁଥାଏ। ପାର ଭାବିଲା, ନିଶ୍ଚୟ ଗୁଣନିଧି ଫେରି ଆସିଛି। ଗୁଣନିଧି ଭଳି ଟାଣୁଆ ଜୁଆନ ମଣିଷଟା ଗଜା ବୟସରେ କ'ଣ ପାଣି ସୁଅରେ ହାର ମାନିପାରେ? ଗୁଣନିଧି ପାଣିରେ ବୁଡ଼ି ପାଣୁଆକୁ ବି ଖୋଜି ଆଣିଥିବ। ପାର ଆଖି ଖୋଲୁ ନଥାଏ ଭୟରେ। ମିଛ ଭାବନାଠାରୁ ସତ କଥାଟା ବେଳେବେଳେ କେତେ ଭୟଙ୍କର ହୋଇଥାଏ। କିଏ ଜଣେ ପାରକୁ ଆସ୍ତେ ହଲେଇ କହିଲା, ଆଉ ଭୟ ନାହିଁ, ମୁଁ ଆସିଛି ତମକୁ ଏଇ ଫାଣି ଘରରୁ ଉଦ୍ଧାର କରିବା ପାଇଁ। ପାର ଛାତିରେ ଛନକା ପଶିଲା। ଏ ତ ଗୁଣନିଧିର ସ୍ୱର ନୁହେଁ। ପାର ଆଖି ଖୋଲି ଧଡ଼ପଡ଼ ହୋଇ ଉଠି ବସିଲା। ତା ସାମ୍ନାରେ ସୁନ୍ଦର ସୁଠାମ ଜୁଆନ ମଣିଷଟାଏ, କିନ୍ତୁ ଗୁଣନିଧିଠାରୁ ତାର ଚେହେରା, ଚାହାଣୀ, ବେଶଭୂଷା କେତେ ଭିନ୍ନ। ସେଇଠି କହିଲା, ତୁମ ପାଇଁ ମରୁମୁରୁ ବଞ୍ଚିଗଲି। କାନ୍ଦଣା ଶୁଣି ରବର ଟ୍ୟୁବ୍ ପକାଇ ଆସୁଥିଲି। ଏପଟେ ସୁଅ ଜୋର ବୋଲି ଆମ ସ୍ୱେଚ୍ଛାସେବୀ ଉଦ୍ଧାରକାରୀ ଦଳର କେହି ଜଣେ ହେଲେ ଏପଟେ ଆସିବା ପାଇଁ ସାହସ କଲେନି। ବାଟରେ ଭଉଁରୀରେ ପଡ଼ିଗଲି। ରବର ଟ୍ୟୁବ୍ ଭାସିଗଲା ହାତଛଡ଼ା ହୋଇ। ବହୁ କଷ୍ଟରେ ପହଁରି ପହଁରି ଏଠି ଲାଗି ରହିଲି, ନହେଲେ ଏତେବେଳକୁ ମରି ଭୂତ ହୋଇ ଆକାଶରେ ଉଡ଼ୁଥାନ୍ତି। ସରଳା ପାର ନିଜ ଦୁଃଖ ବୋଲି କହିଲା, ଆହା, କାହାର ପୁଅ, କାହାର ସ୍ୱାମୀ ହୋଇଥିବ, ଆମ ପାଇଁ ନଈସୁଅକୁ ଡେଇଁ ପଡ଼ିଲ କାହିଁକି? ଏବେ ଏଠାରୁ ଉଦ୍ଧାର ପାଇବା କେମିତି? ଏଠି ତ ଖାଇବାକୁ ଖୁଦ କଣିକେ ବି ନାହିଁ। ଲୋକଟେ ଉଦାର କଣ୍ଠରେ କହିଲା, ମୁଁ ଭଲ କାମ କରିବା ପାଇଁ ସୁଅ ମୁହଁକୁ ଡେଇଁଛି। ପ୍ରଭୁ ନିଶ୍ଚୟ ଉଦ୍ଧାରିବେ। ମୋ ଠାରୁ ସଂକେତ ପାଇଲେ ମୋ ସଙ୍ଗୀମାନେ ଉଦ୍ଧାରକାରୀ ଡଙ୍ଗା ଆଣି ପହଞ୍ଚିବେ, ତମକୁ ବି ଉଦ୍ଧାର କରିନେବି। ସରଳା ଝିଅଟିଏ ଭଳି ପାର ପଚାରିଲା, ଏଠାରୁ ଉଦ୍ଧାର ପାଇଲେ ମୁଁ ଯିବି କେଉଁଠିକି? ରହିବି କେଉଁଠି? ଖାଇବି କ'ଣ? ନିଅଂସି ନଈ ବଢ଼ି ମୋର ଘର ଦ୍ୱାର, ଫସଲ କିଆରି, ସ୍ୱାମୀ ପୁତ୍ର ଆଉ ତା ସଙ୍ଗେ ସଙ୍ଗେ ସବୁ ସୁଖକୁ ଚାଟି ସଫା କରିଦେଇଛି। ବାବୁ, ତମେ କାହିଁକି ଏ ନିଲଠ ଜୀବନକୁ ବଞ୍ଚିବା ପାଇଁ ଆପଣା ଉପରକୁ ବିପତ୍ତି ଡାକି ଆଣିଲ? ପାର ପୁଣି ଥରେ ଶୁଁ ଶୁଁ କାନ୍ଦିଲା। ଲୋକଟି କଅଁଳ ସ୍ୱରରେ ସାନ୍ତ୍ୱନା ଦେଲା, କାନ୍ଦ ନାହିଁ, ଏ ବିପତ୍ତି ସମସ୍ତଙ୍କୁ ପଡ଼ିଛି। କାଲିଠାରୁ ଆଜି ଯାଏଁ ଶହ ଶହ ଲୋକଙ୍କୁ ଆମେ ମରଣ ମୁଖରୁ ଉଦ୍ଧାରିଛୁ। କେହି ପ୍ରଶ୍ନ କରିନାହାନ୍ତି ଉଦ୍ଧାର ପାଇଲେ କେମିତି ବଞ୍ଚିବେ କି ମରିବେ, ସେ କଥା କାହାରି ଚିନ୍ତା ଭିତରେ ନାହିଁ। ଜୀବନଟା ବଞ୍ଚିଗଲେ ପରେ ସବୁ ବ୍ୟବସ୍ଥା ଆପେ ଆପେ ହୋଇଯିବ। ଏ ପୃଥିବୀରେ କୁକୁର ବିରାଡ଼ି ବଞ୍ଚିଛନ୍ତି, ମଣିଷଟିଏ ହିଁ ତମେ ବଞ୍ଚିବ ନାହିଁ? ପାର ଭାବିଲା, ସତେ ତ,
ତାରି ଭଳି କେତେ ଲୋକ ତ ଘରଦ୍ୱାର ଧନ ସମ୍ପତ୍ତି ଜ୍ଞାତି କୁଟୁମ୍ବକୁ ହରେଇ ବସିଛନ୍ତି ଦଣ୍ଡ ବଢ଼ିରେ। ସେମାନେ ତ ବଞ୍ଚିବା ପାଇଁ ହାତ ବଢ଼େଇ ଚିତ୍କାର କରୁଛନ୍ତି। ସେ ଏମିତି ନିର୍ବୋଧଙ୍କ ଭଳି ପ୍ରଶ୍ନ ପଚାରିଲା କାହିଁକି? ପାର ପୁଣି ଭାବିଲା, ଯେଉଁ ଜୀବନକୁ ବଞ୍ଚାଇବା ପାଇଁ ମଣିଷର ଏ ପ୍ରାଣମୂର୍ଚ୍ଛା ସଂଗ୍ରାମ, ଏ ବିକଳ କାତର ପ୍ରାର୍ଥନା, ସେଇ ଜୀବନ ଯେ ପରେ କେତେ ଦୁଃଖ କଷ୍ଟ ଯନ୍ତ୍ରଣାର ମୁକାବିଲା କରିବ, ସେ କଥା ଏ ନିର୍ବୋଧ ମଣିଷ ବୁଝେ କେଉଁଠି? ବୁଝୁଥିଲେ ସମସ୍ତେ ତ ଗୁଣନିଧି ଭଳି ଭଉଁରରେ ଝାସ ଦେଇ ନିଶ୍ଚିନ୍ତ ନିଦରେ ଶୋଇଥାନ୍ତେ। ଦିନରେ ଟାଇଁ ଟାଇଁ ଖରା, ରାତ୍ରିର ପ୍ରବଳ ବର୍ଷା, ପେଟରେ ଭୋକର ଦାଉ, ଜନ୍ଦା ପିମ୍ପୁଡ଼ି ମଶା ଡାଁସଙ୍କର ଆଦୌତି ଆହୁରି ଆଗକୁ ଧାଡ଼ି ଲମ୍ବିଥିବା ଦୁଃଖର ଅନ୍ଧାରି ଗୁହା ଭିତରକୁ ଆପେ ଆପେ ଟାଣି ହୋଇଯାଉଥାନ୍ତେ କାହିଁକି? ପୁଣି ମୁଣ୍ଡ ଉପରେ ଘୁଁ ଘୁଁ ଶୁଭିଲା। ଲୋକଟି ଓଦା ସାର୍ଟ ଖୋଲି ଗଛରେ ଚଢ଼ି ଉଡ଼ି ସଙ୍କେତ ଦେଲା। ଗୋଟିଏ ଖାଦ୍ୟ ପୁଡ଼ିଆ ପଡ଼ିଲା। ଲୋକଟି ପୁଡ଼ିଆ ଖୋଲି ଖାଉ ଖାଉ କହିଲା, ଏଠି ଆମେ ଦୁହେଁ ସମାନ। ମୁଁ ବି ଆଜି ବନ୍ୟା ବିପନ୍ନ ଭୋକିଲା। ତମେ ସଙ୍କେତ ଦେଇଥିଲେ ଆଉ ଗୋଟିଏ ଖାଦ୍ୟ ପୁଡ଼ିଆ ମିଳିଥାନ୍ତା। ଆଚ୍ଛା, ତମେ ବି କିଛି ଖାଅ, ତମେ ବି ଭୋକିଲା ହୋଇଥିବ। ପାର ଭୋକିଲା ଆଖିରେ ଖାଦ୍ୟ ପୁଡ଼ିଆକୁ ଚାହିଁଲା। ସେଥିରେ କ'ଣ ବା ଥିଲା ଯେ ତା ଭାଗରେ କିଛି ପଡ଼ନ୍ତା? ଲୋକଟାର ପେଟର କୋଉ କୋଣରେ ପଡ଼ିଥିବ ସେ ତ କିଏ ଜାଣେ? ପାର ଗୋଳିଆ ଦୂଷିତ ପାଣି ବଢ଼ିକୁ ହାତ ବଢ଼େଇଲା। ମଇଳା କାଠିକୁଟା ଆଉ ଦୁଇଟା ପଚା ସହ ଭାସି ଯାଉଥିଲେ। ଦୁଇ ହାତରେ ଆଡ଼େଇ ଦେଇ ପାର ଚଳଚଳ କରି ସେ ବଢ଼ି ପାଣିକୁ ପିଇଗଲା ପେଟେ। ସୂର୍ଯ୍ୟ ଢଳି ପଡ଼ୁଥାନ୍ତି। ଉପର ମୁଣ୍ଡିରୁ ପାଣି ଛାଡ଼ି ଆସୁଥାଏ। ତଳପଟେ ବନ୍ଧ ବାଡ଼ ଭାଙ୍ଗି ନୂଆ ନୂଆ ଅଞ୍ଚଳ ଜଳମଗ୍ନ ହେଉଥାଏ। ମଣିଷର ମୁର୍ଦ୍ଦାର ପଶୁପକ୍ଷୀଙ୍କ ମଡ଼ା ଗନ୍ଧରେ ନାକ ଫାଟି ପଡ଼ୁଥାଏ। ପାର ଭାବୁଥାଏ, ରାତିଟା କାନି ପାରି ଶୋଇପଡ଼ିଲେ ସକାଳୁ ଉଦ୍ଧାରକାରୀ ଦଳ ଆସି ପହଞ୍ଚିବେ ସଙ୍ଗୀକୁ ଉଦ୍ଧାର କରିବା ପାଇଁ। ପାର ବି ଉଦ୍ଧାର ପାଇବ। ତାପରେ ପାର ଆଗକୁ ଭାବି ପାରିଲା ନାହିଁ। ଭାବିବାର ବି କିଛି କମ୍ ଯନ୍ତ୍ରଣା ନୁହେଁ। ଯାହା ଆସିବ ଆସୁ, ଆଗକୁ ଭାବି ଭାବି କଷ୍ଟ ପାଇବ କାହିଁକି? ଲୋକଟି ପାରକୁ ଚାହିଁ କହିଲା, ତମ ଦେହର ସେ ସୁନା ଗହଣା ଦିଖଣ୍ଡ ଖାଲି ମୋତେ ଦେଇଦିଅ, ମୁଁ କାଇଦା କରି ରଖିବି, ପରେ ତମକୁ ଦେଇଦେବି। କାଲି ଯଦି କେହି ନ ପହଞ୍ଚନ୍ତି ତେବେ ଆମେ ହୁଏତ ପହଁରି ପହଁରି ଯିବା। ସୁଅର ଜୋର କମି ଆସିଲାଣି। ତେବେ ଗହଣା ଖଣ୍ଡେ ପାଣିରେ ଖସି ପଡ଼େ ଆଉ ନ ମିଳେ। ସୁନା ଗହଣା ତ ଆଉ ହାତ ପାଆନ୍ତା କଥା ନୁହେଁ। ପାର କିଛି ନ କହି ଗହଣା ତକ କାଢ଼ି ଲୋକଟି ହାତକୁ ବଢ଼େଇ ଦେଲା। ସତେ ତ, ଅହ୍ୟ ସୁଲକ୍ଷଣୀ ଭଳି ସେ ଗହଣା ଗାଣ୍ଠି ପିନ୍ଧି ବସିଛି କାହିଁକି? ସେ ତ ଏଣିକି ଅଲକ୍ଷଣୀ। ପାର କଇଁ କଇଁ କାନ୍ଦି ପକାଇଲା। ଲୋକଟି ଚିତ ହୋଇ ଭୂଇଁ ଉପରେ ଶୋଇପଡ଼ିଲା। କହିଲା, ତମେ ବି ଶୋଇପଡ଼, କାଲି ସକାଳୁ ଯାହା ଦେଖିବା। ଲୋକଟି ଚାହୁଁ ଚାହୁଁ ଘୁଙ୍ଗୁଡ଼ି ମାରିଲା। ପାର ଭୋକରେ, ଦୁଃଖରେ, ଅସ୍ୱସ୍ତିରେ ଛଟପଟ ହେଉଥାଏ। ତାକୁ ନିଦ ହେଉନଥାଏ। ସେ ଆଖି ବୁଜି ପଡ଼ିଥାଏ। ତା ପେଟ ଭିତରେ ପୁଣି ଢେଉଟିଏ ଖେଳିଗଲା। ତାକୁ ସମ୍ଭାଳି ନେଉ ନେଉ ତା ପେଟ ତଳେ କ'ଣ ଗୋଟିଏ ସଲସଲ ହେଲା। ପାର ଉଠି ବସି ଦେଖିଲା, ସାପ ଛୁଆଟା ଗଛରୁ ଓହ୍ଲେଇ ଆସି ତା ପେଟ ତଳେ ଖେଳୁଛି। ସତେକି ଅଳି କରୁଛି କ୍ଷୀର କଳେ ଖାଇବା ପାଇଁ। ପାଣୁଆଟା ନିତି ରାତିରେ ତା ଛାତିରେ ଗୁଞ୍ଜି ତାକୁ ଝୁଣୁଥାଏ। ପାର ଛାତିରୁ ଭିତରୁ ଗୋଟିଏ ଦୁଃଖର ଢେଉ ଉଠି ଆସିଲା। ଝରି ପଡ଼ିଲା ସେଇ ଆଖି। ଲୋକଟାକୁ ପଛ କରି ପାର ନିଜ ବୁକୁର ଅମୃତ ଧାରାକୁ ପୁଣି ଥରେ ପତ୍ର ଠୋଲାରେ ସଂଗ୍ରହ କଲା, ଥୋଇଦେଲା ସାପ ଛୁଆ ଆଗରେ। ଗୁଣୁ ଗୁଣୁ ହୋଇ ବାୟାଣୀ ଭଳି କହିଲା, ଧନରେ, ମୁଁ ଭୁଲି ଯାଇଥିଲି ତୋ କଥା। ଭୋକରେ ଆଉଟୁ ପାଉଟୁ ହେଇଗଲାଣି ମୋ ଧନ। ପିଇ ଦେ କ୍ଷୀର ଟୋପେ। କ୍ଷୀର ପିଇ ଦେଇ ବୋଲ ମାନିଲା ଭଳି ସାପ ଛୁଆଟା ଗଛ ଉପରକୁ ଚାଲିଗଲା। ପାରର ମନଟା ଗୋଟିଏ ଅପୂର୍ବ ସନ୍ତୋଷରେ ପୂରି ଉଠୁଥାଏ। ସତେକି ପାଣୁଆ ସାପ ରୂପରେ ପେଟ କ୍ଷୀର ପିଇ ଶୋଇ ଶୋଇ ସ୍ୱପ୍ନ ଦେଖୁଛି। ପରର ପେଟ ଭରିବାରେ ଏତେ ଆନନ୍ଦ ମିଳେ ବୋଲି ପାର ଏ ପ୍ରଥମ ଅନୁଭବ କରୁଥିଲା। ଜହ୍ନପକ୍ଷ ରାତି, ଚାରିଆଡ଼ ସୁନସାନ। ପାରକୁ ନିଦ ଲାଗିଯାଉଥାଏ। କାୟା ସଙ୍ଗେ ଛାୟା ଭଳି ଏଇ ନିଦଟି ମଣିଷର କେଡ଼େ ନିଛକ ସାଥୀଟିଏ। ଏଇ ଅପନ୍ତରା ଭୂଇଁରେ ନଈ ବଢ଼ିର ସୁଅ କାଟି ସେ ପାର ପାଖରେ ପହଞ୍ଚି ଯାଇ ନଥିଲେ ପରା ରାତିସାରା ଗୁଣନିଧି ଆଉ ପାଣୁଆକୁ ସୁମରି କେତେ କଷ୍ଟ ପାଇନଥାନ୍ତା। ଲାଭ କ'ଣ ହେଇଥାନ୍ତା ସେଥିରେ? ଅଧରାତିରେ ପାର ଉପରେ ଆକାଶଟା ଯେମିତି ମାଡ଼ି ମାଡ଼ି ପଡ଼ିଲା। ପାରର ନିଦ ଭାଙ୍ଗିଗଲା। ଲୋକଟା ପାର ଉପରକୁ ଉଠି ଆସିଛି। ପାର ସହ ଅସଙ୍ଗତ ବ୍ୟବହାର କରୁଛି। ପାରର ନିସ୍ତେଜ ଦେହରେ ନିଆଁ ଜରିଗଲା ଯେମିତି। ପାର ଘୁଞ୍ଚି ଯାଇ କହିଲା, ବାବୁ, ଏ ବିପତ୍ତି ବେଳେ ମଣିଷ, ଭାଲୁ, ସାପ ବି ଏକା ଗଛରେ, ଏକା ଛାତ ଉପରେ ଆଶ୍ରୟ ନିଅନ୍ତି। ଦିନ ଦିନ ଧରି ରହନ୍ତି। ମଣିଷକୁ ସାପ ମାରେ ନାହିଁ, ଭାଲୁ ବିଦାରେ ନାହିଁ। ତମେ ଧର୍ମ କରିବାକୁ ଆସିଛ, ଏ ପାପ କାର୍ଯ୍ୟରେ ମନ ବଳାଅନି। ଲୋକଟା ମୁଣ୍ଡକୁ ପିତ୍ତ ଚଢ଼ିଥିଲା କି କ'ଣ, ସେ କହିଲା, ଏଠି ଆମକୁ ଦେଖିବା ପାଇଁ କେହି ନାହାନ୍ତି। ଆଖି ଆଡ଼ୋଳରେ କେତେ ପାପ କାର୍ଯ୍ୟ ହେଉଛି, ସବୁ କ'ଣ ପଦାକୁ ଜଣାପଡ଼ୁଛି? ନେଇ ଆଣି ଥୋଇପାରିଲେ ଚୋରି ବିଦ୍ୟା ଭଲ ଭଳି, ଜଣା ନ ପଡ଼ିଲେ ପାପ କାର୍ଯ୍ୟ ବି ଧର୍ମ କାର୍ଯ୍ୟରେ ପରିଣତ ହୁଏ। ଆଜି ଖବରକାଗଜରେ ବାହାରିଥିବ, ବିପନ୍ନ ଲୋକଙ୍କୁ ଉଦ୍ଧାରିବା ପାଇଁ ମୁଁ କେମିତି ନଈ ସୁଅକୁ ଡେଇଁ ପଡ଼ି ପ୍ରାଣ ବିସର୍ଜନ କରିଛି। କାଲି ତୁମକୁ ଉଦ୍ଧାର କରି ମୁଁ ପହଞ୍ଚିଲେ ମୋ ସାହସିକତା ଓ ପରୋପକାରିତାର କଥା ଖବରକାଗଜରେ ବାହାରିବ। ମୋତେ ସମ୍ବର୍ଦ୍ଧନା ଦିଆଯିବ। ସାହସିକତା ପାଇଁ ପୁରସ୍କାର ମିଳିବ। ଅନ୍ଧାର ରାତିର ଆଦିମ କାହାଣୀ ସକାଳର ଆଲୁଅରେ ଅମର ଗାଥା ହୋଇ ଲେଖି ହୋଇଯିବ। ମୋର ଏତେ କଷ୍ଟର ପାଉଣା ତ କିଛି ଦେବାକୁ ହେବ।
ଲୋକଟା ପାରର ପ୍ରତିବାଦକୁ ଖାତିର କଲା ନାହିଁ। ପାର ନିଶ୍ଚେଷ୍ଟ ହୋଇ ଭାଗ୍ୟର ବିଡ଼ମ୍ବନାକୁ ଅପେକ୍ଷା କରିଥାଏ। ଅକସ୍ମାତ୍ ଲୋକଟା ଅନ୍ଧାର ଭିତରେ ଅସ୍ପଷ୍ଟ ଚିତ୍କାର କରି ଉଠିଲା। ଜହ୍ନ ଆଲୁଅରେ ପାର ଦେଖିଲା କଳା ହୋଇ ସାପ ଛୁଆଟି ଲୋକଟାର ପାଦରେ ଚୋଟ ମାରି ଚାଲି ଯାଉଛି। ଲୋକଟା ଗର୍ଜନ କରି ପଥର ଖଣ୍ଡେ ଧରି ଛେଚିଦେଲା କଅଁଳ ସାପ ଛୁଆଟାର ମୁଣ୍ଡଟାକୁ। ସାପ ଛୁଆଟା ଛଟଛଟ ହୋଇ ନିସ୍ତେଜ ହୋଇ ପଡ଼ି ରହିଲା। ଲୋକଟା ଘୁମୁରି ଘୁମୁରି କହିଲା, ହଁ, ବିପତ୍ତି ବେଳେ ମଣିଷ ସାପ କୁଆଡ଼େ ଏକାଠି ରହନ୍ତି, ସାପ କୁଆଡ଼େ ମଣିଷକୁ ମାରେ ନାହିଁ। ଲୋକଟା ଅଣ୍ଟାରୁ ଚାକୁ କାଢ଼ି ପାଦ ଉପରର କ୍ଷତ ଜାଗାଟା ଚିରି ରକ୍ତ ଗୁଡ଼ା ଚିପି ବାହାର କରିଦେଲା ନିପୁଣ ଭାବରେ। ଗାମୁଛା ଚିରି ଗୋଇଠି ଉପରେ ଜୋର କରି ବାନ୍ଧିଦେଲା। ଗଦ ଭଳି ଜିନିଷଟାଏ ବାହାର କରି କ୍ଷତ ସ୍ଥାନରେ ଲଗେଇଦେଲା। କିଛି ଔଷଧ ଅଣ୍ଟାରେ ଥିବା ଡବାରୁ କାଢ଼ି ଖାଇଦେଲା। ବେଖାତିର ଢଙ୍ଗରେ କହିଲା, ନଈରେ ଘର କରି କୁମ୍ଭୀରକୁ ଆମେ ଡରିଛୁ? ବଢ଼ି ଅଞ୍ଚଳକୁ ଯିବାବେଳେ ଏସବୁ ବିପଦ ପାଇଁ ଆମେ ପ୍ରସ୍ତୁତ ନ ହୋଇ ଆସିଛୁ? ଜହ୍ନ ଆଲୁଅରେ ମଲା ସାପ ଛୁଆଟାକୁ ଲୁହ ବାଲୁ ବାଲୁ ଆଖିରେ ଚାହିଁ ରହିଥାଏ ପାର। ଲୋକଟା କି ଜାଣେ ଯେ ସାପ ଛୁଆ ନୁହେଁ, ପାରର ଭୋକିଲା ନିରୀହ ଛୁଆଟାକୁ ସେ ମାରି ଦେଇଛି। ପାର ଗୋଡ଼ରେ ଗୁଡ଼େଇ ହୋଇ ସେ କ'ଣ ତାକୁ ମରଣ ମୁହଁରୁ ଟାଣି ରଖିଥିଲା? ପାର ପେଟ ତଳେ ସଲସଲ ହୋଇ ସେ କ୍ଷୀର ଟୋପାଏ ପାଇଁ ଅଳି କରୁଥିଲା। କେଡ଼େ ନିରୀହ ଜୁଳୁଜୁଳୁ ଆଉ କାତର ଚାହାଣୀ ତାର। ସେଥିରେ ବିଷ ନଥିଲା, ହିଂସ୍ରତା ନଥିଲା ତ ପାର ପାଇଁ। ଏ ଲୋକଟାକୁ ଚୋଟ ମାରିଲା ସେ କାହିଁକି? ପାର ଭଳି ଅଲୋଡ଼ା ମଣିଷଟା ପାଇଁ ସାପ ଛୁଆଟା ପ୍ରାଣ ଦେଲା। ଏସବୁ କ'ଣ ସେ ଜାଣିପାରିଲା? ନା ଅନ୍ଧାରରେ ତା ଉପରେ ଲୋକଟାର ପାଦ ପଡ଼ିଯିବାରୁ ସେ ଚୋଟ ମାରିଲା ଅଭ୍ୟାସବଶତଃ? ସେ ଯାହା ବି ହେଉ, ପାରକୁ ଭାରି ଅସହାୟ ଲାଗିଲା। ଏତେ ଅସହାୟ ଆଗରୁ ତାକୁ ଲାଗୁନଥିଲା। ତାର ମନେ ହେଉଥିଲା କାହା ପାଇଁ ହେଲେ ତାର ବଞ୍ଚିବା ଯେମିତି ଆବଶ୍ୟକ। ଏବେ ତା ଜୀବନ ଶୂନ୍ୟ ଶୂନ୍ୟ ଲାଗିଲା। ଲୋକଟା ମାଡ଼ି ମାଡ଼ି ଆସୁଥାଏ ପାର ଆଡ଼କୁ। ପାର ଅନ୍ଧାରରେ ହାତ ବଢ଼େଇ ସାପ ଛୁଆଟାର ଥଣ୍ଡା ଚିକ୍କଣ ମଲା ଦେହଟାକୁ ଅତି ସ୍ନେହରେ ସାଉଁଳି ଦେଇ ଗୁଣୁଗୁଣୁ ହୋଇ କହିଲା, ଯାଉଛି ରେ ଧନ, ତୁ ଯୋଉଥିପାଇଁ ଜୀବନ ବଳି ଦେଲୁ ତାକୁ ମୁଁ ହାତଛଡ଼ା କରିବି ନାହିଁ। ସେତିକି ପାଇଁ ମୁଁ ବି ଆଜି ଜୀବନ ବଳି ଦେବାକୁ ଯାଉଛି। ଜନ୍ମ ଜନ୍ମରେ ତତେ ମୋ ପୁଅ ରୂପରେ ପାଏ। ବଢ଼ନ୍ତା ନଈ ସାକ୍ଷୀ ରହିଲା। ପାର ଆଖି ପିଛୁଳାକେ ନଈସୁଅକୁ ଡେଇଁ ପଡ଼ିଲା। ଅନନ୍ତ ଜଳରାଶି ତଳୁ ତାକୁ କୋଳ କରି ନେଲା। ପାର ଅନ୍ଧାର ଭିତରକୁ ଟାଣି ହୋଇ ଯାଉ ଯାଉ ଚେତା ଥିବା ଯାଏଁ ପ୍ରାର୍ଥନା କରୁଥିଲା, ପ୍ରଭୁ, ହର ପାର୍ବତୀ, ମୋତେ ଏମିତି ସ୍ଥାନରେ ନେଇ ଲଗାଅ ଯେଉଁଠି ମାଳ ମାଳ ସାପ ଥିବେ, ଅଥଚ ଗୋଟିଏ ହେଲେ ଏଇ ଯୁଗର ଧାର୍ମିକ ପରୋପକାରୀ ମଣିଷ ନଥିବେ। କାରଣ ହିଂସ୍ର ସାପଙ୍କୁ ମୁଁ ବଶ କରିପାରେ, ମଣିଷକୁ ବଶ କରିବାର ମନ୍ତ୍ର ମୋତେ ଜଣା ନାହିଁ। ମଣିଷକୁ ବଶ କରିବାକୁ ପଦ୍ମତୋଳା ହର ପାର୍ବତୀଙ୍କୁ ଜଣା ଅଛି କି ନାହିଁ କିଏ ଜାଣେ। ବେଳ ପଡ଼ିଲେ ପରମ ଭକ୍ତ ମଣିଷ ହର ପାର୍ବତୀଙ୍କ ତଣ୍ଟି ବି କାଟିପାରେ। ମୁଣ୍ଡ ଉପରେ ହର ପାର୍ବତୀ ଉଡ଼ି ଯାଉଥିଲେ ଘୁଁ ଘୁଁ ଶବ୍ଦ କରି ପାରକୁ ଅଭୟ ଦେଇ। ଭୋର ହୋଇ ଆସୁଥାଏ। ପାରକୁ ଧୀରେ ଧୀରେ ଆଉ କିଛି ଶୁଭିଲା ନାହିଁ।